ଆମେରିକାରେ ଭାରତୀୟ ଭାଇ ଭଉଣୀ ଏବେ ଲକ୍ଷପତି। ମାସକୁ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା। ଯେଉଁ ବୟସରେ ପିଲାମାନେ ଖେଳକୁଦରେ ମାତିଥାନ୍ତି, ସେହି ବୟସରେ ଏହି ଦୁଇ ଭାଇ ଭଉଣୀ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଏବେ ଜାଣନ୍ତୁ ସେମାନେ କିଏ। ଜଣେ 14 ବର୍ଷର ବାଳକ ଯାହାଙ୍କ ନାଁ ହେଉଛି ଈଶାନ ଠକ୍କର, ଆଉ ଜଣେ 9 ବର୍ଷର ଝିଅ ଅନନ୍ୟା ଠକ୍କର। କ୍ରିପ୍ଟୋକରେନ୍ସି ମାଧ୍ୟମରେ ଏହି ଦୁଇ ଭାଇ ଭଉଣୀ ଲକ୍ଷାଧିକ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଛନ୍ତି। ପିଲାମାନେ ମୋବାଇଲ ଫୋନରେ ମାତି ସମୟ ବର୍ବାଦ କରୁଥିବା ବେଳେ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଭାରତର ଏହି ଦୁଇ କୁନି ପିଲା। ଯେତେବେଳେ କରୋନା ପାଇଁ ସ୍କୁଲ ଛୁଟି ଥିଲା, ସେତେବେଳେ ଦୁଇ ଭାଇ ଭଉଣୀ ୟୁଟ୍ୟୁବରୁ କ୍ରିପ୍ଟୋକରେନ୍ସି ବିଷୟରେ ତଥ୍ୟ ସଂଗ୍ରହ କରିଥିଲେ। କିପରି ଏଥିରୁ ଟଙ୍କା ରୋଜଗାର କରିହେବ ତାହା ଶିକ୍ଷା ଲାଭ କରିଥିଲେ। ଚଳିତ ବର୍ଷ ପ୍ରଥମ କରି କ୍ରିପ୍ଟୋକରେନ୍ସିରେ ଟ୍ରେଣ୍ଡିଂ କରିବା ଆରମ୍ଭ କରିଥିଲେ ଭାଇ ଭଉଣୀ। ପ୍ରଥମ ମାସରେ ଈଶାନ ଓ ଅନନ୍ୟା $3 ଅର୍ଥାତ୍ ଭାରତୀୟ ମୁଦ୍ରାରେ 225 ଟଙ୍କା ରୋଜଗାର କରିଥିଲେ। ପର ମାସରେ $1000 ରୋଜଗାର କରିଥିଲେ। ଏତିକିରେ ଦୁଇ କୁନି ଭାଇ ଭଉଣୀ ଅଟକି ନ ଯାଇ 2021 ଏପ୍ରିଲରେ ନିଜର କମ୍ପାନୀ ଫ୍ଲଫର ଟେକ୍ନୋଲୋଜି ଆରମ୍ଭ କରିଥିଲେ। ଏବେ ଏହି ଦୁଇ ଭାଇ ଭଉଣୀ କ୍ରିପ୍ଟୋକରେନ୍ସି ମାଇନିଂରେ ମାସକୁ 27 ଲକ୍ଷ ଟଙ୍କା ରୋଜଗାର କରୁଥିବାର କୁହାଯାଉଛି। ଆମେରିକାର ଟେକ୍ସାସରେ ବସବାସ କରୁଥିବା ଈଶାନ ହାଇସ୍କୁଲରେ ପାଠ ପଢୁଛନ୍ତି। ୟୁପିଏନରେ ମେଡିସିନ ପାଠ ପଢ଼ିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ସେହିଭଳି ତାଙ୍କ ସାନ ଭଉଣୀ ଅନନ୍ୟା କ୍ଲାସ 4ରେ ପଢୁଥିବା ବେଳେ ନ୍ୟୁୟର୍କ ୟୁନିଭର୍ସିଟିରେ ମେଡିକାଲ ପଢ଼ିବାକୁ ସ୍ୱପ୍ନ ରଖିଛନ୍ତି। କ୍ରିପ୍ଟୋ ମାଇନିଂ କରିବା ବହୁ କଷ୍ଟକର ବ୍ୟାପାର ହୋଇଥାଏ, କିନ୍ତୁ ଆମେରିକାରେ ରହୁଥିବା ଈଶାନ ଓ ଅନନ୍ୟା ଏହି ଭ୍ରମକୁ ଦୂର କରିବାରେ ସକ୍ଷମ ହୋଇପାରିଛନ୍ତି। ବ୍ୟୁରୋ ରିପୋର୍ଟ, OTV।